ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଆଜି ଯାଏ ଆମେ ମହାନ ସଂଘର୍ଷ ବିଷୟରେ ଚିନ୍ତା କରୁଛୁ। ପ୍ରିୟ ବନ୍ଧୁ, ମୁଁ ବିଶେଷ ଭାବରେ ଯେଉଁ ଭାଇ ଓ ଭଉଣୀମାନେ, ଯେଉଁ ଶ୍ରୋତା ଆମ ଏହି ଓଡ଼ିଆ ସଭା ସ୍କୁଲ ପାଠରେ ଯୋଗ ଦେଉଛନ୍ତି ଆଉ ସବସ୍କ୍ରାଇବ୍ କରୁଛନ୍ତି, ଲାଇକ୍ କରୁଛନ୍ତି, ସେମାନଙ୍କୁ ବିଶେଷ ଭାବରେ ମୁଁ ଆନ୍ତରିକ ରୂପେ ଧନ୍ୟବାଦ ଜଣାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ଯେତେ ଆପଣଙ୍କ ଭାଇ ଭଉଣୀମାନେ ଅଛନ୍ତି, ବନ୍ଧୁ ବାନ୍ଧବମାନେ ଅଛନ୍ତି, ସାଙ୍ଗମାନେ ଅଛନ୍ତି, ଆଉ ଯେତେ ପରିଚୟ ଲୋକ ଅଛନ୍ତି, ସେମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲ ପାଠ ବିଷୟରେ କୁହନ୍ତୁ ଆଉ ସେମାନଙ୍କ ସହ ବାଣ୍ଟନ୍ତୁ, ଯେପରିକି ସେମାନେ ମଧ୍ୟ ସେହି ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରିବେ। ଆଜି ଏହି ସପ୍ତାହରେ ଆମେ ବିଶେଷ ଭାବରେ ଆଲୋଚନା କରିବାକୁ ଯାଉଅଛୁ ଆଗାମୀ ସଂଘର୍ଷ। ତାହେଲେ ଚାଲନ୍ତୁ ଏହା ସ୍ପଷ୍ଟ ରୂପେ ବୁଝିବା ପାଇଁ, ଏହା ସ୍ପଷ୍ଟ ରୂପେ ଜାଣିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ତୁମ ସେହି ସଭା ସ୍କୁଲ ପାଠ ପଢ଼ିବା ପାଇଁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ, ଏହା ଆମ ଅନ୍ତରରେ ରଖିବା ପାଇଁ ଆମମାନଙ୍କୁ ସେହି ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି, ଶୁଣି ଗ୍ରହଣ କରନ୍ତୁ। ଆମେନ୍। ବନ୍ଧୁ, ଆଗାମୀ ସଂଘର୍ଷ, ଯେପରିକି ଆମ ସ୍ୱର୍ଣ୍ଣପଦ ନିଆଯାଇଅଛି ଜହାନ 17:17, ସେଠି ଆମେ ପାଉଛୁ ଯୀଶୁଖ୍ରୀଷ୍ଟଙ୍କ ପ୍ରାର୍ଥନା ବିଷୟରେ। ଆଉ ଯୀଶୁଖ୍ରୀଷ୍ଟ ଏଠି ଏହିପରି ପ୍ରାର୍ଥନା କରନ୍ତି କି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମର ବାକ୍ୟ ତ ସତ୍ୟ। ବନ୍ଧୁ, ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଥିଲାବେଳେ ଦୁଃଖ, କଷ୍ଟ, ବାଧା, କ୍ଲେଶ, ଶତ୍ରୁମାନଙ୍କୁ ଶୈତାନ ଦ୍ୱାରା ଯେଉଁ ପ୍ରେରଣା ହୋଇ ସେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାମ କରୁଥିଲେ, ସେମାନଙ୍କ ସମ୍ମୁଖୀନ ଆଉ ଶୈତାନର ପ୍ରଲୋଭନରୁ ପ୍ରଭୁଙ୍କର ସାହାଯ୍ୟ ପ୍ରଭୁଙ୍କଠାରେ ଥାଇ ଏହି ଯେଉଁ ଶତ୍ରୁ ସହ ସମ୍ମୁଖୀନ କରୁଥିଲେ। ଆଉ ଯୀଶୁଖ୍ରୀଷ୍ଟ ତାହାଙ୍କର ଅନୁଗାମୀମାନେ ଯେପରିକି ଯୀଶୁଖ୍ରୀଷ୍ଟ ସମ୍ମୁଖୀନ କରୁଥିଲେ, ସେମାନେ ବି ଆଗ ଦିନକୁ ଏହିପରି ସମ୍ମୁଖୀନ କରିବେ ବୋଲି ପରମେଶ୍ୱରଙ୍କ ଠାରେ ସେ ପ୍ରାର୍ଥନା କରନ୍ତି, ଅନୁରୋଧ କରନ୍ତି। କି ସେ କହନ୍ତି, ହେ ସଦାପ୍ରଭୁ ପରମେଶ୍ୱର, ତୁମର ସେହି ବାକ୍ୟ ସତ୍ୟ, ଆଉ ସେହି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ଯେହେତୁ ତୁମ ସେହି ପବିତ୍ରକରଣ ହିଁ ସେମାନଙ୍କୁ ଧୈର୍ଯ୍ୟ, ସାହାଯ୍ୟ, ସାହସ କରିପାରିବ, ଯେପରିକି ସେମାନେ ଦୃଢ଼ ବିଶ୍ୱାସରେ ରହିପାରିବେ। ଏଥିପାଇଁ ଯୀଶୁଖ୍ରୀଷ୍ଟ ପରମ ପିତାଙ୍କ ଠାରେ ପ୍ରାର୍ଥନା କରୁଥିଲେ। ବନ୍ଧୁ, ବାୟୋଚିପ୍ ବା ଭେରିସିପ୍ ନାମକ ଏକ ଅପେକ୍ଷାକୃତ ନୂତନ ଚିକିତ୍ସା ଉପକରଣ ଚାଉଳର ଏକ ଧାନର ଆକାର ରୋଗୀରେ ପ୍ରତିରୋପଣ କରାଯାଇଥିଲା ବା ରୋଗୀରେ
ପ୍ରତିରୋପଣ କରାଯାଇପାରେ। ଆଉ ସେଇ ବାୟୋଟିପ୍ ରୋଗୀର ଚିକିତ୍ସା ଇତିହାସ ବିଷୟରେ ସୂଚନା ଧାରଣ କରିଥାଏ, ଯାହାପରେ ବାୟୋଚିପ୍ କିମ୍ବା ଭେରିସିପ୍ ଭର୍ତ୍ତି ହୋଇଥିବା ଅଞ୍ଚଳରେ ଏକ ବାହ୍ୟ ସ୍ନାରର ପାସ୍ କରି ମିଳିପାରିବ। ବନ୍ଧୁ, କେତେକ ଖ୍ରୀଷ୍ଟିଆନ ଏହାକୁ ପଶୁର ଚିହ୍ନ ବା ପଶୁର କାର୍ଯ୍ୟକାରୀ ବୋଲି କୁହନ୍ତି। ଆଉ ସେମାନେ ବି କହନ୍ତି କି ଏହା ପଶୁର ଷଡ଼ଯନ୍ତ୍ର ଅଂଶର ଭାଗ ବୋଲି ସେମାନେ କହନ୍ତି। ଆଉ ଅନ୍ୟ ଖ୍ରୀଷ୍ଟିଆନ ମାନେ ମଧ୍ୟ ଏହିପରି ପ୍ରଶ୍ନ କରନ୍ତି ଯେ ଏହା ଖାଦ୍ୟରେ ପାତ୍ରରେ ଥିବା ବାର୍ କୋଡ୍, ଯାହା ଆମେ ଅଧିକାଂଶ ବାର୍ କୋଡ୍ ଦେଖୁଛୁ, ଆଉ ଅଧିକାଂଶ ଖ୍ରୀଷ୍ଟିଆନ ମାନେ ବା ଅନ୍ୟ ଖ୍ରୀଷ୍ଟିଆନ ମାନେ ମଧ୍ୟ ପ୍ରଶ୍ନ କରନ୍ତି ଯେ ଏହା ପଶୁର ଚିହ୍ନ ଖାଦ୍ୟର ପାତ୍ରରେ ଥିବା ବାର୍ କୋଡ୍ ସହିତ ଜଡ଼ିତ, କିମ୍ବା ଏହା ଡଲାର ବିଲ୍ ଉପରେ ଏକ ରହସ୍ୟମୟ ସଂଖ୍ୟା, ଯାହାକି 666 ପର୍ଯ୍ୟନ୍ତ ଯୋଗ କରିଥାଏ। ଆଉ କେତେକଙ୍କ ପାଇଁ ଏହା ମେସୋନିକ୍ ଅର୍ଡର ବା ଇଲୁମିଟି ସହିତ ଜଡ଼ିତ। ଆଉ କେତେ ଲୋକ ଏହିପରି କହନ୍ତି କି ଏହା କଲା ୟୁଏନ୍ ହେଲିକପ୍ଟର କିମ୍ବା ମିଳିତ ଜାତିସଂଘ ବୋଲି ସେମାନେ ଏହିପରି ସେମାନେ ପ୍ରକାଶ କରିଛନ୍ତି। ବନ୍ଧୁ, ଉପାସନାରୁ ନେଇ ଆସୁଥିବା ଦ୍ୱନ୍ଦ୍ୱ ବା ସଂଘର୍ଷକୁ ପ୍ରକାଶ କରିବା ଏହି ସପ୍ତାହର ପାଠର ଲକ୍ଷ୍ୟ ବା ଉଦ୍ଦେଶ୍ୟ। ଯେପରିକି ଶୟତାନ ପରମେଶ୍ୱରଙ୍କ ନିୟମକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରି ପରମେଶ୍ୱରଙ୍କ ଅଧିକାରକୁ ଚ୍ୟାଲେଞ୍ଜ କରୁଛି। ବିଶେଷ ଭାବରେ ସାବାତ ଉପାସନା ନେଇ ବିଶ୍ୱବ୍ୟାପୀ ବିବାଦର କେନ୍ଦ୍ରସ୍ଥଳୀ ପାଲଟି ଯାଇଅଛି। ଶୟତାନ ବିଶେଷ ଭାବରେ ବିଶ୍ରାମ ବାରକୁ ଘୃଣା କରେ, କାରଣ ସେ ସୃଷ୍ଟିକର୍ତ୍ତାଙ୍କୁ ବି ଘୃଣା କରେ। ସେ ଖ୍ରୀଷ୍ଟଙ୍କ ପ୍ରତି ଆମର ପ୍ରତିବାଦତାକୁ ଭାଙ୍ଗିବା ପାଇଁ ଜୋର ଜବରଦସ୍ତ ଚାପ ଓ ବଲ ପ୍ରୟୋଗ କରିପାରିବେ। ଉପାସନାରେ ସତ୍ୟ ଓ ମିଛ ଦିନକୁ ନେଇ ବିଶ୍ୱାସର ସଂଘର୍ଷ ହେବ। ପରମେଶ୍ୱରଙ୍କ ଅନ୍ତିମ ନିବେଦନ ହେଉଛି ଅତ୍ୟାଚାର, ଏକ ଆର୍ଥିକ ବହିଷ୍କାର, କାରାବରଣ ଏବଂ ମୃତ୍ୟୁ ଆଦେଶ ସତ୍ତ୍ୱେ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱସ୍ତ ପାଇଁ ଏକ ନିବେଦନ। ବନ୍ଧୁ, ଏହି ସପ୍ତାହର ଅଧ୍ୟୟନ ଯୀଶୁଙ୍କ ଶକ୍ତି ଉପରେ ଗୁରୁତ୍ୱାରୋପ କରୁଛି ଯେ ସେ ଆମକୁ ପୃଥିବୀରେ ଅନ୍ତିମ ସଂଘର୍ଷ ଭିତରୁ ନେଇଯିବେ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। ପ୍ରକାଶିତ ବାକ୍ୟର ଅନ୍ତିମ ସଂଘର୍ଷ। ବନ୍ଧୁ, ରହସ୍ୟମୟ ପ୍ରତୀକ, ଅଜବ ପଶୁ ଓ ପବିତ୍ର ପ୍ରତିମୂର୍ତ୍ତି ଅପେକ୍ଷା ପ୍ରକାଶିତ ବାକ୍ୟର ବାର୍ତ୍ତା ବହୁ ଅଧିକ। ଏହା ଜଣେ ପ୍ରେମୟ ଈଶ୍ୱର ଦ୍ୱାରା ଏକ ଅନନ୍ତକାଳୀନ ପିଢ଼ିକୁ ଦିଆଯାଇଥିବା ନିରନ୍ତନ ସତ୍ୟର କଥା କହୁଛି। ଉପାସନାକୁ ନେଇ ଖ୍ରୀଷ୍ଟ ଓ ଶୟତାନର ବା ଶୟତାନଙ୍କ ମଧ୍ୟରେ ସ୍ୱର୍ଗରେ ବିବାଦ ଆରମ୍ଭ ହୋଇଥିଲା। ଉପାସନାକୁ ନେଇ ଏହା ଶେଷ ଚରମ ସୀମାକୁ ପହଞ୍ଚିଛି। ଯଦି ଆମେ ପ୍ରକାଶିତ ବାକ୍ୟ ତାର 14:7-9କୁ ଆଉ ପ୍ରକାଶିତ ବାକ୍ୟ 4:21ରେ ତୁଳନା କରିବା, ସେଠି ଭଲ ମନ୍ଦ ମଧ୍ୟରେ ଏହି ବିବାଦର ପ୍ରକାଶିତ ପୁସ୍ତକ ବିଷୟରେ କହୁଅଛି। ଯେପରିକି ସମଗ୍ର ପ୍ରକାଶିତ ବାକ୍ୟରେ ଉପାସନାର ଓ ସୃଷ୍ଟି
ଦୃଢ଼ ସମ୍ପର୍କ ରହିଛି, ଗଭୀର ସମ୍ପର୍କ ରହିଛି। ଯେପରିକି ପ୍ରକାଶିତ ବାକ୍ୟ 14:7 ଆମକୁ ସମସ୍ତ ସୃଷ୍ଟିର ପ୍ରଭୁଙ୍କ ଉପାସନା କରିବା ପାଇଁ ଆହ୍ୱାନ କରୁଛି। ବିଗତ 2 ଶତାବ୍ଦୀ ଧରି ବିଶ୍ୱକୁ ଆଲୁଣ୍ଡରେ ରଖିଥିବା ବିପତ୍ତଜନ ପୃଷ୍ଠଭୂମିରେ ସାବାତ ହେଉଛି ଆମର ପରିଚୟ, ଏକ ନିରନ୍ତର ସ୍ୱୀକାରୀ। ଏହା ନିରନ୍ତର ଭାବରେ ଦୃଢ଼ୀଭୂତ କରେ ଯେ ଆମେ ସୃଷ୍ଟି ହୋଇଥିବା ଜୀବ ଏବଂ ଆମର ସୃଷ୍ଟିକର୍ତ୍ତା ଆମର ଅନୁଗତ୍ୟ ଏବଂ ଆମର ଉପାସନା ପାଇଁ ଯୋଗ୍ୟ। ଏହା ଗୋଟିଏ କାରଣ ଯେ ସାବାତକୁ ଶୟତାନ ଘୃଣା କରେ। ଏହି କାରଣରୁ ଶୟତାନ ସାବାତକୁ ଘୃଣା କରେ। ଯେପରିକି ପ୍ରକାଶିତ ତାର 12:17 ଆଉ ପ୍ରକାଶିତ 14:12 ସୃଷ୍ଟିକର୍ତ୍ତାଙ୍କ ଉପାସନା କରିବା ଏହାର ଅନ୍ତିମ ପ୍ରକାଶନ କିପରି ପାଇବା, ଆଉ ପ୍ରକାଶିତ ବାକ୍ୟ 12:17 ଓ ପ୍ରକାଶିତ ବାକ୍ୟ 14:12ରେ ସୃଷ୍ଟିକର୍ତ୍ତାଙ୍କୁ ଉପାସନା କରିବା ଏହାର ଅନ୍ତିମ ବ୍ୟାଖ୍ୟା କିପରି ପାଇପାରିବା। ଯଦି ଆମେ ଦେଖିବା ଈଶ୍ୱରଙ୍କ ଆଜ୍ଞା ପାଳନ ମାଧ୍ୟମରେ ସ୍ରଷ୍ଟାଙ୍କ ଉପାସନା କରିବା ପଶୁର ଉପାସନାକୁ ସିଧାସଳଖ ବିରୋଧ କରେ। ଈଶ୍ୱରଙ୍କ ଏକ ଅନନ୍ତକାଳୀନ ଲୋକ ରହିବେ ଯେଉଁମାନେ ଇତିହାସର ସବୁଠାରୁ ବଡ଼ ବିରୋଧ ଓ ପ୍ରଚଣ୍ଡ ତାଡ଼ନା ସତ୍ତ୍ୱେ ତାଙ୍କ ପ୍ରତି ନିଷ୍ଠାବାନ ରହିବେ। ମନେ ରଖନ୍ତୁ ବନ୍ଧୁ, ଏକ ଅନନ୍ତକାଳୀୟ ଲୋକ ରହିବେ ଯେଉଁମାନେ ଇତିହାସର ସବୁଠାରୁ ବଡ଼ ବିରୋଧ ଓ ପ୍ରଚଣ୍ଡ ତାଡ଼ନା ସତ୍ତ୍ୱେ ତାଙ୍କ ପ୍ରତି ନିଷ୍ଠାବାନ ରହିବେ। ଯେତେବେଳେ ରାଜ୍ୟ ଆଇନର ପାଳନରେ ମିଥ୍ୟା ବିଶ୍ରାମ ଦିବସ ପାଳନ କରାଯାଏ, ବିଶେଷ ଭାବରେ ଚତୁର୍ଥ ଆଜ୍ଞା ବିପରୀତ ଈଶ୍ୱରଙ୍କ ବିଷୟରେ ଥିବା ଏକ ଶକ୍ତି ପ୍ରତି ନିଷ୍ଠାର ଅବତାର ହେବେ। ପ୍ରକୃତ ବିଶ୍ରାମ ବାର ପାଳନ କରିବା ପରମେଶ୍ୱରଙ୍କ ନିୟମକୁ ପାଳନ କରି ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନୁଗତର ପ୍ରମାଣ ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଦ ଗ୍ରେଟ୍ କଣ୍ଟ୍ରୋଭର୍ସି ବା ମହାନ ସଂଘର୍ଷ ପୃଷ୍ଠା 605ରେ ସେ ଲେଖନ୍ତି। ବନ୍ଧୁ, ପ୍ରକାଶିତ 14:12ରେ କୁହେ ଯେ ମୁକ୍ତିଦାତା ଏହି ପ୍ରତିବଦ୍ଧ ଅନୁଗାମୀମାନେ ଯୀଶୁଙ୍କ ପ୍ରତି ବିଶ୍ୱାସ ପାଇବେ। ଯୀଶୁଙ୍କ ପ୍ରତି ବିଶ୍ୱାସ ଏପରି ଏକ ବିଶ୍ୱାସ ଯାହା ଏକ ଗଭୀର ଯେ ତାହା ଦେଖି ନ ପାରିଲେ ବିଶ୍ୱାସ କରେ। ଏହା ସେତେବେଳେ ସ୍ଥିର ରହେ ଯେତେବେଳେ ଏହା ବୁଝି ନ ପାରେ। ଏହା ଯୀଶୁଙ୍କଠାରେ ମିଳିଥିବା ଏକ ଦାନ ଯାହା ଆମେ ବିଶ୍ୱାସ ଦ୍ୱାରା ପାଇଥାଉ ଏବଂ ଆସନ୍ନ ସଂଘର୍ଷରେ ଆମକୁ ବହନ କରିବ। ବନ୍ଧୁ, ସପ୍ତମ ଦିନ ବିଶ୍ରାମ ବାର ସୃଷ୍ଟିକର୍ତ୍ତାଙ୍କ ଭାବରେ ଈଶ୍ୱରଙ୍କ ଏତେ ମୌଳିକ ପ୍ରତୀକ ଅଟେ ଯେ ଏହା ଏଦନକୁ ହିଁ ଫେରିଯାଏ। ତେଣୁ ରୋମ ଭଳି ଏହାକୁ ଦଖଲ କରିବାକୁ ଚେଷ୍ଟା କରିବ ବୋଲି ଦାନିଏଲ 7:25 ଆମେ ପାଉଛୁ। ଯଦି ଆପଣ ଦେଖିବେ ସେଠି ଆମେ ଏଠି ପାଉଛୁ। ସେଥିଯୋଗୁଁ ବିଶ୍ରାମ ବାର ଏକ ଦିନ ଯାହାକି ଶୟତାନ ଘୃଣା କରେ। ତାହେଲେ ଚାଲନ୍ତୁ ଆମେ ଦେଖିବା ଆସୁଛି ସଙ୍କଟ। ବନ୍ଧୁ, ପ୍ରକାଶିତ ବାକ୍ୟ 13ରେ ଥିବା ପଶୁ ଭବିଷ୍ୟତବାଣୀର ଚିହ୍ନ ଆମକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଶୟତାନର ଯୁଦ୍ଧର ସବୁଠାରୁ ଭୟଙ୍କର ଏବଂ ଅତ୍ୟନ୍ତ ଖରାପ ଅବସ୍ଥା ବିଷୟରେ କହିଥାଏ। ଯୀଶୁ କ୍ରୁଶରେ ମୃତ୍ୟୁବରଣ କରିବା
ପରଠାରୁ ଶତ୍ରୁ ଜାଣିଛି ଯେ ସେ ପରାଜିତ ହୋଇଛନ୍ତି ବା ପରାଜିତ ହୋଇଛି, କିନ୍ତୁ ସେ ତାଙ୍କ ସହିତ ଅଧିକାରକୁ ଅଧିକ ଲୋକଙ୍କୁ ତଳକୁ ନେବାକୁ ସ୍ଥିର କରନ୍ତି। ମାନେ ଆପଣା ଆଡ଼କୁ ନେବାକୁ ସେ ସ୍ଥିର କରନ୍ତି। ସେ ଏହି ଅଭିଯାନରେ ତାଙ୍କର ପ୍ରଥମ ରଣନୀତି ହେଉଛି ପ୍ରତାରଣା। ତାଙ୍କ ପ୍ରଥମ ରଣନୀତି ହେଉଛି ପ୍ରତାରଣା। ଆଉ ଯେତେବେଳେ ପ୍ରତାରଣା କାମରେ ଆସେ ନାହିଁ, ତେବେ ସେ କ'ଣ କରିବେ? ସେତେବେଳେ ସେ ବଳ ପ୍ରୟୋଗ କରିବେ। ବଳ ପ୍ରୟୋଗର ଆଶ୍ରୟ ନେଇଥାଏ ବୋଲି ଆମେ ଦେଖୁଅଛୁ। ଶେଷରେ ସେ ଏହି ଆଜ୍ଞା ପଛରେ ରହିଥାନ୍ତି ଯେ ଯଦି କେହି ସେହି ପଶୁକୁ ଉପାସନା କରିବାକୁ ମନା କରନ୍ତି କିମ୍ବା ତାଙ୍କ ଚିହ୍ନକୁ ଗ୍ରହଣ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଧାର୍ମିକ ନିର୍ଯାତନା ଆବଶ୍ୟକ ନୂଆ କଥା ନୁହେଁ ବନ୍ଧୁ। ଧାର୍ମିକ ନିର୍ଯାତନା ଅବଶ୍ୟ ନୂଆ କଥା ନୁହେଁ ବନ୍ଧୁ। ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁଥିବାରୁ କଇନ ହାବିଲକୁ ହତ୍ୟା କରିବା ପରଠାରୁ ଏହା ଚାଲିଅଛି। ଯେପରିକି ଆମେ କୟନ ଆଉ ହାବଲଙ୍କ କାହାଣୀ ଯଦି ଦେଖିବା, କୟନକୁ ହାବଲଙ୍କୁ ପ୍ରଭୁଙ୍କ ଠାରୁ ସେହି ବାକ୍ୟ ଆସିଥିଲା। ବାକ୍ୟ କ'ଣ? ଯେବେ ତୁମେ ଉତ୍ସର୍ଗ କରୁଛ ପଶୁ, ଯେକୌଣସି ପଶୁ ପ୍ରଭୁଙ୍କ ଠାରେ ଉତ୍ସର୍ଗ କର ବା ବଳିଦାନ ଦିଅ। ଏଠି ଆମେ ଦେଖୁଛୁ ହେବଲ ପ୍ରଭୁଙ୍କ ଆଜ୍ଞା ମାନି ସେହି ପ୍ରକାର କରିଥିଲେ, ଆଉ କଇନ ପ୍ରଭୁଙ୍କ ଆଜ୍ଞା ନ ମାନି ଅନ୍ୟ ପ୍ରକାର କରିଥିଲେ। ଯେହେତୁ ପ୍ରଭୁ ହେବଲଙ୍କ ବଳିଦାନ ଗ୍ରହଣ କଲେ, ଯେହେତୁ ହେବଲ ପରମେଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣନା କରାଗଲା, ଆଉ ଏଥିଯୋଗୁଁ ଆମେ ଦେଖୁଛୁ କଇନ ହେବଲକୁ ବୋଧ କଲେ। ସେହିପରି ଧାର୍ମିକ ନିର୍ଯାତନା ଅବଶ୍ୟ ନୂଆ କଥା ନୁହେଁ। ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଥିବାରୁ କୟନ ହାବିଲକୁ ହତ୍ୟା କରିବା ପରଠାରୁ ଏହା ଚାଲିଅଛି। ଯୀଶୁ କହିଥିଲେ ଯେ ଏହା ବିଶ୍ୱାସୀମାନଙ୍କ ମଧ୍ୟରେ ମଧ୍ୟ ଘଟିବ। ଏହା ଯୀଶୁ କହିଛନ୍ତି କି ଯେଉଁମାନେ ବିଶ୍ୱାସ କରୁଛନ୍ତି, ଆଜ୍ଞା ପାଳନ କରୁଛନ୍ତି, ସେମାନଙ୍କଠାରେ ମଧ୍ୟ ଏହା ଘଟିବ, ସେମାନଙ୍କୁ ମଧ୍ୟ ଏହା ଘଟିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଖ୍ରୀଷ୍ଟିଆନ ଇତିହାସରେ ଅତ୍ୟାଚାର ଏକ ସାଧାରଣ ବିଷୟ ଥିଲା। ଏହା ଯାହାକି ପାଗାନ ରୋମରେ ଘଟିଥିଲା, କିନ୍ତୁ ମଧ୍ୟ ୟୁଗୀ ଚର୍ଚ୍ଚ ଦ୍ୱାରା ବାଇବଲ ବିଶ୍ୱାସୀ ଖ୍ରୀଷ୍ଟିଆନମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏହା ବିଶେଷ ଭାବରେ ସ୍ପଷ୍ଟ ହୋଇଥିଲା। ପଶୁର ଚିହ୍ନ ହେଉଛି ଏହି ନର୍କ ଶୃଙ୍ଖଳର ଅନ୍ତିମ ସଂଯୋଗ। ଅତୀତର ଅତ୍ୟାଚାର ଭଳି ଏକ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ବିଶ୍ୱାସ ଏବଂ ଏକ ଅନୁମତି ଉପାସନା ପ୍ରଣାଳୀକୁ ଅନୁଶୀଳନ କରିବାକୁ ବାଧ୍ୟ କରିବା ପାଇଁ ପରିକଳ୍ପନା କରାଯାଇଛି। ବନ୍ଧୁ, ଭବିଷ୍ୟତବାଣୀ ସୂଚିତ କରେ ଯେ ଅର୍ଥନୈତିକ ପ୍ରତିବନ୍ଧରୁ ନିର୍ଯାତନା ଆରମ୍ଭ ହେବ। ଯଦି ସେମାନଙ୍କର ଚିହ୍ନ ନଥାଏ, ତେବେ କେହି କିଣି ପାରିବେ ନାହିଁ କିମ୍ବା ବିକ୍ରୟ କରିପାରିବେ ନାହିଁ ବୋଲି ଆମେ ଦେଖୁଅଛୁ। ଯିଏ ମାର୍କ ପାଇବାକୁ ମନା କରେ, ଶେଷରେ ତାଙ୍କୁ ମୃତ୍ୟୁ ଆଦେଶ ଅନୁଆଇ ରଖାଯିବ ବୋଲି ଆମେ ପ୍ରକାଶିତ 13:15-17 ପର୍ଯ୍ୟନ୍ତ ପାଉଅଛୁ। ସେଥିଯୋଗୁଁ ଖ୍ରୀଷ୍ଟିଆନ ମାନେ ସେମାନଙ୍କ ଜୀବନରେ ଆପୋଷ ବୁଝାମଣା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଦ୍ୱାରା ଅନ୍ତିମ ପରୀକ୍ଷା ଆସିବା ସମୟରେ ପଶୁର ଚିହ୍ନ ପାଇବାକୁ ଥାଏ।
ଯେତେବେଳେ ଏହା ଦେଖାଯାଉଛି ଯେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟଜନକ ପ୍ରଶଂସାରେ ସେହି ପଶୁକୁ ଅନୁସରଣ କରୁଛି। ପ୍ରକାଶିତ 13:3 ହଠାତ୍ ଦୃଶ୍ୟ ବଳି ଦିଆଯାଏ ଏବଂ ଭବିଷ୍ୟବାଣୀ କ୍ୟାମେରା ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଦୃଷ୍ଟି ନିବଦ୍ଧ କରେ ବୋଲି ଆମେ ଦେଖୁଅଛୁ। ପ୍ରକାଶିତ ବାକ୍ୟ 14:12 ଆମକୁ ଏହି ଚିତ୍ର ପ୍ରଦାନ କରୁଛି। ବନ୍ଧୁ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି ସେମାନଙ୍କ ଧୈର୍ଯ୍ୟ ଆବଶ୍ୟକ। ବନ୍ଧୁ, ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ଆଜ୍ଞାରେ ଜୀବନ ଯାପନ କରନ୍ତି, ତାଙ୍କ ଭାବରେ ଠିଆ ହୁଅନ୍ତି। ଯେତେବେଳେ ଜଗତ ସେହି ପଶୁକୁ ଅନୁସରଣ କରୁଛି ସେମାନେ ସେମାନେ ଯେଉଁଆଡ଼େ ଯାଆନ୍ତି ମେଷ ଶାବକକୁ ଅନୁସରଣ କରନ୍ତି। ପ୍ରକାଶିତ 14:4 ଆମେ ପାଉଛୁ। ଖ୍ରୀଷ୍ଟଙ୍କ ଶକ୍ତିରେ ସେମାନେ ନର୍କର ଶକ୍ତି ଗୁଡ଼ିକ ଉପରେ ବିଜୟ ଲାଭ କରନ୍ତି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ନବମ ପାଠରେ ଆମେ ଦେଖିଲୁ ଯେ ଭଲ ଏବଂ ମନ୍ଦ ମଧ୍ୟରେ କେନ୍ଦ୍ରୀୟ ବିବାଦରେ ହେଉଛି ଉପାସନା। ପଶୁଟି ପ୍ରତାରଣା ପ୍ରୟୋଗ କରେ ଏବଂ ଯେତେବେଳେ ତାହା ବିଫଳ ହୁଏ ବଳ ପ୍ରୟୋଗ କରେ ଏବଂ ଜୋର ଜବରଦସ୍ତି କରିଥାଏ ବୋଲି ନବମ ପାଠରେ ଆମେ ଦେଖିଥିଲୁ। ତାହେଲେ ବନ୍ଧୁ, ପଶୁର ଶକ୍ତି ବହୁତ, ମାତ୍ର ସେହି ଶକ୍ତିକୁ ଆମେ ହରାଇ ପାରିବା ଯଦି ଆମେ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଭାବରେ ରହିବା, ଯଦି ତାଙ୍କ ଆଜ୍ଞା ମାନିବା, ଯଦି ଆମେ ତାଙ୍କର ସାହାଯ୍ୟ ପାଇବା, ତାହେଲେ ନିଶ୍ଚିତ ଭାବେ ଆମେ ରହିପାରିବା। ତାହେଲେ ଚାଲନ୍ତୁ ଆଗକୁ ବଢ଼ିବା। ପଶୁକୁ ଚିହ୍ନିବା ଭାଗ 1। ପଶୁକୁ ଚିହ୍ନିବା ଭାଗ 1। ପ୍ରକାଶିତ ବାକ୍ୟ 13:1-2 ଯଦି ଆମେ ପଢ଼ିବା, କିଏ ଏହାକୁ ଅଧିକାର ଦିଏ ବୋଲି ଆମେ ପ୍ରଶ୍ନ ପଚାରିଥାଉ। ସେହି ପ୍ରଶ୍ନର ଉତ୍ତର ଆମେ ପାଉଛୁ। ଯେପରିକି ପ୍ରକାଶିତ ପୁସ୍ତକ ଏହିପରି ବର୍ଣ୍ଣନା କରେ କି ସେହି ଦିଆବଲ ନାଗକୁ ମୁଖ୍ୟତଃ ଶୈତାନ ଭାବରେ ଚିହ୍ନଟ କରେ ବା ଶୈତାନକୁ ଚିହ୍ନଟ କରେ। ପ୍ରକାଶିତ ବାକ୍ୟ 12:3-5 କହେ ଯେ ଡ୍ରାଗନ ବା ଶୈତାନ ଜନ୍ମ ହେବା ମାତ୍ରେ ପୁତ୍ର ଶିଶୁକୁ ଧ୍ୱଂସ କରିବାକୁ ଚେଷ୍ଟା କଲା, ଯାହାପରେ ଈଶ୍ୱର ଏବଂ ତାଙ୍କ ସିଂହାସନକୁ ଧରିଲା। ଆମେ ଯେପରି ମାଥ୍ୟୁ 2:16-18 ପର୍ଯ୍ୟନ୍ତ ଦେଖିବା, ଯାହାକି ଘଟିଅଛି ସେହି ମୂର୍ତ୍ତି ପୂଜକ ରୋମ ମାଧ୍ୟମରେ କାର୍ଯ୍ୟ କରୁଥିବା ଶୈତାନ ହିଁ ଖ୍ରୀଷ୍ଟଙ୍କୁ ବିନାଶ କରିବାକୁ ଚେଷ୍ଟା କରିଥିଲା ବୋଲି ଆମେ ଦେଖୁଛୁ। ଯାହା ଆମେ ଦେଖିଲୁ, ପୁତ୍ର ଶିଶୁକୁ ଧ୍ୱଂସ କରିବାକୁ ଚେଷ୍ଟା କଲା। ଈଶ୍ୱର ଏକ ମାନବିକତାର ପ୍ରାଚୀନତା ତାଙ୍କର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ରାଜନୈତିକ ଏବଂ ଧାର୍ମିକ ଅନୁଷ୍ଠାନ ମାଧ୍ୟମରେ କାର୍ଯ୍ୟ କରେ। ଏହି ପଶୁର ଶକ୍ତି ବିଷୟରେ ଆମକୁ କୁହାଯାଇଛି। ବନ୍ଧୁ, ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା। କିଏ ସେହି ସର୍ପ? ସେହି ଶୈତାନ। ଏହି ଭବିଷ୍ୟବାଣୀ ଆମେ ପ୍ରକାଶିତ 13:2 ଦେଖୁ। ଏହି ଭବିଷ୍ୟବାଣୀ ଶହ ଶହ ବର୍ଷ ପରେ ଠିକ ଭାବରେ ପୂରଣ ହୋଇଥିଲା, ଯେତେବେଳେ ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ ତାଙ୍କର ରାଜଧାନୀକୁ ରୋମରୁ ଅଧୀନକୁ କୁର୍ତ୍ତିରେ ଥିବା କନଷ୍ଟାଣ୍ଟିପୋଲ ସ୍ଥାନାନ୍ତର କରିଥିଲେ। ଏହା ରୋମର ରାଜକୀୟ ସହର
ସିଜର ମାନଙ୍କର ପୂର୍ବ ସିଂହାସନ ବା ଆସନ ଥିଲା ଆଉ ଏକ ଶକ୍ତି ଶୂନ୍ୟତା ସୃଷ୍ଟି କରିଥିଲା ସେହି ସମୟରେ। ତେଣୁ ସେହି ମୂର୍ତ୍ତି ପୂଜକ ରୋମ ଏହି ପଶୁକୁ ତାର ବସିବା ସ୍ଥାନ ବା ରାଜଧାନୀ ନଗର ଦେଇଦେଲା। ହେଲେ କଣ ହେଲା? ଆଇଜାକ୍ ବ୍ୟାକ୍ସ କହିଥିଲେ ଏହିପରି ଯେ କନଷ୍ଟାଣ୍ଟିନୋପୋଲ କନଷ୍ଟାଣ୍ଟିନୋପୋଲଙ୍କୁ ସାମ୍ରାଜ୍ୟର ଆସନ ହଟାଇ ରୋମର ବିଶପଙ୍କ ପାଇଁ କଣ୍ଟାଷ୍ଟାଇନ ପଥ ପ୍ରସ୍ତୁତ କଲେ, ଯାହା ଫଳରେ ସେ ନିଜକୁ ପୃଥିବୀରେ ଥିବା ସମସ୍ତ ଲୋକମାନଙ୍କ ଠାରୁ ଓ ସ୍ୱର୍ଗର ପରମେଶ୍ୱରଙ୍କ ଠାରୁ ଅଧିକ ଗୌରବାନ୍ୱିତ କରିପାରିବେ। ଏହିପରି ଆମେ ଦେଖୁଅଛୁ। ଥମସ ହୁକଙ୍କ ମତରେ ପାପାସୀ ମୃତ୍ୟୁ ରୋମଙ୍କ ସାମ୍ରାଜ୍ୟର ପ୍ରେତାତ୍ମା ବ୍ୟତୀତ ଅନ୍ୟ କେହି ନୁହନ୍ତି, ଏହାର କବର ଉପରେ ମୁକୁଟ ପିନ୍ଧାଇଛନ୍ତି ବୋଲି। ବନ୍ଧୁ, ଏକ ସାଧାରଣ ବିସ୍କୁନରୁ ଜଣାପଡ଼େ ଯେ ପ୍ରକାଶିତ 13ର ସମୁଦ୍ର ପଶୁ ହେଉଛି ଏକ ବିଦ୍ରୋହୀ ଧାର୍ମିକ ଶକ୍ତି ଯାହା ରୋମରୁ ଉଠି ବିଶ୍ୱବ୍ୟାପୀ ଉପାସନା ପ୍ରଣାଳୀରେ ପରିଣତ ହୋଇଥିଲା। ଏହି ପଶୁ ଜଣେ ବ୍ୟକ୍ତି ନୁହେଁ ବନ୍ଧୁ, ଏହା ଏକ ଧାର୍ମିକ ସଂଗଠନ ଯାହା ମନୁଷ୍ୟର ନିୟମ ପାଇଁ ଈଶ୍ୱରଙ୍କ ବାକ୍ୟର ସତ୍ୟକୁ ବଦଳାଇ ଦେଇଅଛି। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଜହନ 10:33 ଓ ଲୁକ 5:31 ଯଦି ପଢ଼ିବା, ଏଠି ଆମେ ଦୁଇଟି ଉଦାହରଣ ସହିତ ନିନ୍ଦାକୁ ବ୍ୟାଖ୍ୟା କରିଛୁ। ବା ଏହି ଦୁଇଟି ହେଉଛି ଜଣେ ବ୍ୟକ୍ତି ନିଜକୁ ଈଶ୍ୱର ବୋଲି ଦାବି କରୁଥିବା ଏବଂ ଜଣେ ବ୍ୟକ୍ତି ପାପ କ୍ଷମା କରିବାର କ୍ଷମତା ଦାବି କରୁଥାଏ। ବନ୍ଧୁ, ମନେ ରଖନ୍ତୁ, ଯୀଶୁଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଗୁଡ଼ିକ ଅନ୍ୟାୟ ଥିଲା କାରଣ ସେ ପ୍ରକୃତ ଈଶ୍ୱର। ତେଣୁ ପାପ କ୍ଷମା କରିବାର ଅଧିକାର ଅଛି। ରୋମାନ ପାପାସିର ଦୁଇଟି ସ୍ୱତନ୍ତ୍ର ମତବାଦ ରହିଛି, ଯାହାକୁ ବାଇବଲ ନିନ୍ଦା ବୋଲି କହିଥାଏ। ଏହାର ଦାବି ପୃଥିବୀ ଉପରେ ଈଶ୍ୱରଙ୍କ ଅଧିକାର ରହିଛି। ବନ୍ଧୁ, ଏହିପରି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢ଼ିବା, ପଶୁକୁ ଚିହ୍ନିବା ଭାଗ। ପଶୁକୁ ଉପାସନା କରିବା ପରିବର୍ତ୍ତେ ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ଉପାସନାରେ ସେମାନଙ୍କ ସବୁଠାରୁ ବଡ଼ ସୁଖ ଓ ସର୍ବୋଚ୍ଚ ଆନନ୍ଦ ପାଆନ୍ତି। ବନ୍ଧୁ, ମନେ ରଖନ୍ତୁ, ପଶୁକୁ ଉପାସନା କରିବା ପରିବର୍ତ୍ତେ ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ଉପାସନାରେ ସେମାନଙ୍କର ସବୁଠାରୁ ବଡ଼ ସୁଖ ଓ ସର୍ବୋଚ୍ଚ ଆନନ୍ଦ ପାଆନ୍ତି ବୋଲି। ସେମାନଙ୍କ ଆଜ୍ଞାବହତା, ସେମାନଙ୍କ ପ୍ରେମର ସ୍ରୋତ ହୃଦୟ ନିର୍ଗତ ହୁଏ। ସେମାନେ ତାଙ୍କ ପ୍ରତି ସମର୍ପିତ କରନ୍ତି କାରଣ ସେମାନେ ଜାଣନ୍ତି ଯେ ସେମାନଙ୍କ ପ୍ରତି କେତେ ସମର୍ପିତ। ବନ୍ଧୁ, ପ୍ରକାଶିତ 13:5 ଯଦି ଆମେ ପଢ଼ିବା, ଏହି ଚିହ୍ନଟି ଲକ୍ଷଣକୁ ଆମେ ଦେଖିବା। ଯଦି ଚାରି ପାଠର ମନେ ପକାନ୍ତୁ ବା ଚତୁର୍ଥ ପାଠକୁ ମନେ ପକାନ୍ତୁ, ସେଠି ଆମେ ଦେଖିଥିଲୁ ଭବିଷ୍ୟତବାଣୀର ସମୟ ବୁଝିବା ପାଇଁ ଈଶ୍ୱର ଆମକୁ ଏକ ଚାବିକାଠି ପ୍ରଦାନ କରିଥିଲେ ବା କରିଛନ୍ତି। ଆଉ ଏହି ଭବିଷ୍ୟତବାଣୀ ଦିନ ଗୋଟିଏ ଆଖ୍ୟାୟିତ ବର୍ଷ ସହିତ ସମାନ। ଯଦି ଆମେ ଗଣନା ପୁସ୍ତକ 14:34 ଆଉ ଜିହିଜିକଲ 4:6, ପ୍ରକାଶିତ ବାକ୍ୟ 13:5ରେ ଉଲ୍ଲେଖ କରାଯାଇଥିବା 42 ମାସକୁ ଗଣନା କରିବା 30 ଦିନିଆ ହିବ୍ରୁ ମାସ ସହିତ, ତାହା
1260 ଭବିଷ୍ୟତବାଣୀ ଦିନ ବା ଆକ୍ଷରିକ ବର୍ଷ ସହିତ ସମାନ ଅଟେ। 538 ଖ୍ରୀଷ୍ଟାବ୍ଦରୁ 1798 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପାପାସି ବା ପୋପ୍ ବହୁତ ପ୍ରଭାବ ବିସ୍ତାର କରିଥିଲା। କିନ୍ତୁ ଯେତେବେଳେ ନେପୋଲିଅନର ସେନାପତି ବର୍ତିୟର 1798 ଖ୍ରୀଷ୍ଟାବ୍ଦର ପୋପଙ୍କୁ ବନ୍ଦୀ କରି ନେଇଥିଲେ, ସେତେବେଳେ ପୋପଙ୍କ ଆଧିପତ୍ୟର ଭବିଷ୍ୟତବାଣୀ କାଳ ଶେଷ ହେଲା। ବନ୍ଧୁ, ପ୍ରକାଶିତ ବାକ୍ୟର ଭବିଷ୍ୟତବାଣୀ ପୂରଣ ବା ସଫଳ ହେଲା ବୋଲି ଆମେ ଦେଖୁଛୁ। କେହି ଯଦି ବନ୍ଦୀ କରି ନିଏ, ତାହେଲେ ସେ ବନ୍ଦୀ ହୋଇଥିବ। ଏହିପରି ପ୍ରକାଶିତ ବାକ୍ୟ 13:10 ଆମେ ପାଉଛୁ। ପୋପଙ୍କ ଉପରେ ହୋଇଥିବା ଆଘାତ ଅତ୍ୟନ୍ତ ଗୁରୁତ୍ୱର ଥିଲା, କିନ୍ତୁ ଘାତକ ନଥିଲା। ପୋପଙ୍କ ଆଘାତ ଅତ୍ୟନ୍ତ ଗୁରୁତ୍ୱ ଥିଲା, ମାତ୍ର ତାହା ଘାତକ ନଥିଲା ବୋଲି ଆମେ ଦେଖୁଛୁ। ଯେପରିକି ପ୍ରକାଶିତ 13:12 ଅନୁସାରେ ସେହି ମାରାତ୍ମକ କ୍ଷତ ଭଲ ହୋଇଯିବ ବୋଲି ଆମେ ଦେଖୁଅଛୁ। ସେହିପରି ପୋପ ଭଲ ହୋଇଯାଇଥିଲେ। ଆଉ ପୋପଙ୍କ ପ୍ରଭାବ ପୁଣି ଥରେ ବିଶ୍ୱବ୍ୟାପୀ ଅନୁଭବ ହେବ ବୋଲି କୁହାଯାଇଥିଲା, ଆଉ ସେହିପରି ହେଲା ଆମେ ଦେଖୁଅଛୁ। ଆଜି ବିଶ୍ୱ ନେତାମାନେ ପୋପଙ୍କୁ ରୋମର ଚର୍ଚ୍ଚର ରାଷ୍ଟ୍ରଦୂତ ଭାବେ ସ୍ୱାଗତ କରିବା ସହ ନିୟମିତ ଭାବେ ଭାଟିକାନ ଗସ୍ତରେ ଯାଆନ୍ତି ବୋଲି ଆମେ ଦେଖୁଅଛୁ। ଅଭୂତପୂର୍ବ ଅସ୍ଥିରତାର ଦୁନିଆରେ ରୋମର ପଣ୍ୟପତିଙ୍କ ପାଇଁ ଏହି ଦୃଶ୍ୟ ପ୍ରସ୍ତୁତ କରାଯାଇଛି ଯେ ସେ ବିଶ୍ୱାସର ପ୍ରସଙ୍ଗିତ ନୈତିକ ନେତା ହେବେ ଯିଏ ଲୋକଙ୍କୁ ଏକାଠି କରିବେ। ବନ୍ଧୁ, ଜୁନ 6 ତାରିଖରେ ତାଙ୍କ ଭାଷଣ ସମୟରେ ଡିସେମ୍ବର 20, 12, 15ରୁ ଅଧିକ ହେବ ରୋମର ସେଣ୍ଟ ପିଟର ସ୍କୋୟାରରେ 15,000 ସେହି ଯେଉଁ ଜାଗାରେ 15,000 ଲୋକ ଏକାଠି ହୋଇଥିଲେ। ପୋପ୍ ବେନେଡିକ୍ଟ ଷୋଡ଼ଶ ଘୋଷଣା କରିଥିଲେ ରବିବାର ଦିନ ପ୍ରଭୁଙ୍କ ଆଉ ପୁରୁଷ ଓ ସ୍ତ୍ରୀମାନଙ୍କର ବୋଲି ସେ ଘୋଷଣା କରିଥିଲେ। ଆଉ ଏହି ତିନିଟିରେ ସମସ୍ତେ ମୁକ୍ତ, ଆଉ ତାହା ହେଉଛି ପରିବାର ପାଇଁ ମୁକ୍ତ ଏବଂ ଈଶ୍ୱରଙ୍କ ପାଇଁ ମୁକ୍ତ ହେବା ଆବଶ୍ୟକ। ରବିବାରକୁ ରକ୍ଷା କରିବା ପାଇଁ ଆମେ ମାନବୀୟ ସ୍ୱାଧୀନର ରକ୍ଷା କରୁଛୁ ବୋଲି ସେ କହିଥିଲେ। ବନ୍ଧୁ, ଏହି ଆନ୍ଦୋଳନ ଦିନରେ ଶେଷରେ କେଉଁଟି ନେତୃତ୍ୱ ନେବ, ତାହା ମହାବିବାଦର ସ୍ପଷ୍ଟ ବାରି ହୋଇ ପଡୁଛି। ଯେଉଁମାନେ ବାଇବଲ ବିଶ୍ରାମବାରକୁ ସମ୍ମାନ ଦିଅନ୍ତି, ସେମାନଙ୍କୁ ଆଇନ ଶୃଙ୍ଖଳାର ଶତ୍ରୁ ବୋଲି ନିନ୍ଦା କରନ୍ତି, ଯେମିତିକି ସମାଜର ନୈତିକ ପ୍ରତିବନ୍ଧକକୁ ଭାଙ୍ଗିବା, ଅରାଜକତା ଓ ଦୁର୍ନୀତି ସୃଷ୍ଟି କରିବା, ଆଉ ପୃଥିବୀ ଉପରେ ଈଶ୍ୱରଙ୍କ ବିଚାରକୁ ଡାକିବା। ସେମାନଙ୍କ ଉପରେ ସରକାରଙ୍କ ପ୍ରତି ଅସନ୍ତୋଷ ଅଭିଯୋଗ ଆସିବ। ଯେଉଁ ବାକ୍ୟ ପ୍ରଚାରକ ଦିବ୍ୟ ନିୟମର ବାଧ୍ୟତାକୁ ଅସ୍ୱୀକାର କରନ୍ତି, ସେମାନେ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ନାଗରିକ କର୍ତ୍ତୃପକ୍ଷଙ୍କ ପ୍ରତି ଆଜ୍ଞାକାରିତାର କର୍ତ୍ତବ୍ୟକୁ ମଞ୍ଚରୁ ଉପସ୍ଥାପନା କରନ୍ତି। ବନ୍ଧୁ, ବିଧାନସଭା ହଲ୍ ଏବଂ ନ୍ୟାୟ ଅଦାଲତରେ ଆଦେଶ ରକ୍ଷକମାନଙ୍କୁ ଭୁଲ ଭାବରେ ଉପସ୍ଥାପନା କରାଯିବ ବୋଲି ଆଉ ନିନ୍ଦା କରାଯିବ ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଲେଖନ୍ତି ମହାନ ସଂଘର୍ଷ 592ରେ। ବନ୍ଧୁ, ଏହିପରି ଶୈତାନର
କାର୍ଯ୍ୟ ହେବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଆଗକୁ ଯିବା। ପୃଥିବୀରୁ ପଶୁ, ପୃଥିବୀରୁ ପଶୁ। ବନ୍ଧୁ, ଆମେ ଏଠି ଦୁଇଟି ପଶୁ ଦେଖୁଅଛୁ। ପ୍ରଥମ ପଶୁ ସମୁଦ୍ରରୁ ଉଠିଲା, ଆଉ ଦ୍ୱିତୀୟ ପଶୁ ପୃଥିବୀରୁ ଉଠିଲା, ଯାହାକି ଆମେ ପ୍ରକାଶିତ ବାକ୍ୟ 13-11 ଦେଖୁଅଛୁ। ଆଉ ସେହି ଜଳରାଶି ଯାହାକି ସମୁଦ୍ର ବିଭିନ୍ନ ବଂଶ, ଜନତା, ଜାତି ଓ ଭାଷାବାଦୀକୁ ବୁଝାଏ, ଯାହା ପ୍ରକାଶିତ 17-15 ଆମେ ଦେଖୁଛୁ। ତେଣୁ ପୃଥିବୀର ଏକ ବିରଳ ଜନବହୁଳ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଛି ବୋଲି ଆମେ ଦେଖୁ। ଆଉ ଦ୍ୱିତୀୟ ପଶୁ ସେହି ଭବିଷ୍ୟତବାଣୀ ସମୟରେ ଶେଷ ସମୟରେ ଉତ୍ପନ୍ନ ହୁଏ, ଯେଉଁ ସମୟରେ ପ୍ରଥମ ପଶୁ ଅଧିକାର ପ୍ରଦର୍ଶନ କରେ, ଯାହା ଆମେ ପ୍ରକାଶିତ ତାର 13-5 ଦେଖୁଛୁ। ଅର୍ଥାତ୍ 1798 ଚାରିପାଖରେ ଏହା ପ୍ରାଧାନ୍ୟତ୍ୱ ଲାଭ କଲା, ଯାହା ଆମେ ଦେଖୁଅଛୁ। ଯେପରିକି ଯୁକ୍ତରାଷ୍ଟ୍ର ଆମେରିକାକୁ ଆମେ ବର୍ଣ୍ଣନା କରେ ଯଥାର୍ଥ ପ୍ରତିପାଳନ କରିছে। ଏହା 1776 ଏହାର ସ୍ୱାଧୀନତା ଘୋଷଣା କରିଥିଲା, ଆଉ 1798 ଏହାର ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଊନବିଂଶ ଶତାବ୍ଦୀରେ ଶେଷ ଭାଗରେ ଏକ ବିଶ୍ୱଶକ୍ତି ଭାବରେ ସ୍ୱୀକୃତି ଲାଭ କରିଥିଲା। କେଉଁ ଦେଶ? ଆମେରିକା, ଯୁକ୍ତରାଷ୍ଟ୍ର ଆମେରିକା। ଆଉ ଜହନ କହନ୍ତି ମେଷ ଶାବକ ପରି ତାହାର 2ଟା ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା। କିଏ? ସେ ଯୁକ୍ତରାଷ୍ଟ୍ର ଆମେରିକା। ବାଇବଲ ଭବିଷ୍ୟତବାଣୀରେ ଥିବା ଶୃଙ୍ଗଗୁଡ଼ିକ ଶକ୍ତିକୁ ସୂଚିତ କରେ, ଯେହେତୁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଶକ୍ତିଶାଳୀ ରାଷ୍ଟ୍ର। ଆଉ ବାଇବଲ ଭବିଷ୍ୟତବାଣୀରେ ଥିବା ଶୃଙ୍ଗଟିକୁ ଶକ୍ତି ସୂଚିତ କରେ। ପ୍ରଥମ ପଶୁ ଭଳି ଏହି ପଶୁର ଶୃଙ୍ଗରେ ମୁକୁଟ ନାହିଁ, ଯାହା ସୂଚାଏ ଏହାର ରାଜତନ୍ତ୍ର ନୁହେଁ। 2ଟି ସିଂହ 2ଟି ପ୍ରାଥମିକ ଶାସନ ନୀତିକୁ ପ୍ରତିନିଧିତ୍ୱ କରେ, ଯାହା ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ଏବଂ ସଫଳତାର ଉଚ୍ଚ ରାଜନୈତିକ ଏକ ଧାର୍ମିକ ସ୍ୱାଧୀନ। ବନ୍ଧୁ, ଏହି ନମ୍ର ଓ ମେଷ ଶାବକ ଭଳି ଜାତି ଶେଷରେ ଏକ ସର୍ପ ଭଳି କଥା କହିଥାଏ, ଯାହାକି ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ ବୋଲି ପ୍ରକାଶିତ 13-12 ପାଉଛୁ, ଏବଂ ଧାର୍ମିକ ସ୍ୱାଧୀନର ଏହାର ନୀତିକୁ ତ୍ୟାଗ କରେ, ଯାହାଦ୍ୱାରା ପୃଥିବୀ ଓ ସେଥିରେ ବାସ କରୁଥିବା ଲୋକମାନେ ପ୍ରଥମ ପଶୁକୁ ଉପାସନା କରନ୍ତି ବୋଲି ପ୍ରକାଶିତ ବାକ୍ୟ 13-12 ଆମେ ପାଉଛୁ। ଯେପରିକି ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀ ପୃଷ୍ଠରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମ ପଶୁକୁ ଉପାସନା କରିବା ପାଇଁ ନିର୍ଦ୍ଦେଶ ଦେବ ଏବଂ ପୋପଙ୍କ ଆଧ୍ୟାତ୍ମିକ ଓ ସାଂସାରିକ ଅଧିକାରକୁ ସ୍ୱୀକୃତି କରିବ। ଏହି ଭବିଷ୍ୟତବାଣୀ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକା ପଶୁର ପ୍ରତିମୂର୍ତ୍ତି ତିଆରି କରେ, ଚର୍ଚ୍ଚ ଏବଂ ରାଷ୍ଟ୍ରର ଏକ ମିଳନ ହେବ ଏବଂ ଏହା ସମସ୍ତଙ୍କୁ ଏହି ପ୍ରତିମୂର୍ତ୍ତିକୁ ଉପାସନା କରିବା ପାଇଁ ବାଧ୍ୟ କରିବ। କିଏ? ସେହି ପଶୁ ଯାହାକି ପ୍ରତିମୂର୍ତ୍ତି ତିଆରି କରିବ, ତାହା ହେଉଛି ଚର୍ଚ୍ଚ ଏବଂ ରାଷ୍ଟ୍ରର ଏକ ମିଳନ ହେବ, ଆଉ ସେତେବେଳେ ଏହା ସମସ୍ତଙ୍କୁ ସେହି ପ୍ରତିମୂର୍ତ୍ତିକୁ ପୂଜା ବା ଉପାସନା କରିବା ପାଇଁ ବାଧ୍ୟ କରିବ ବୋଲି ଆମେ ଦେଖୁଛୁ
ଯାହାକି ଯୁକ୍ତରାଷ୍ଟ୍ର ଆମେରିକା। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ପରବର୍ତ୍ତୀ ଚିନ୍ତା, ଏହି ପଶୁ ଓ ତାର ମୂର୍ତ୍ତିକୁ ଉପାସନା କରିବା ଦାନିଏଲ 3କୁ ସୂଚିତ କରେ, ଯେଉଁଥିରେ ସଦ୍ରକ୍, ମେଶକ୍ ଓ ଆବେଦନୋଗ ବାବିଲୋ ରାଜା ଆଦେଶ ଦେଇଥିଲେ ଯେ ସେମାନେ ଏକ ସୁବର୍ଣ୍ଣ ମୂର୍ତ୍ତିକୁ ପ୍ରମାଣ କରନ୍ତୁ କିମ୍ବା ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହୁଅନ୍ତୁ ବୋଲି ସେ ଆଦେଶ ଦେଇଥିଲେ। ପ୍ରାଚୀନ ବେବିଲନ, ଆଧୁନିକ ବେବିଲନ ପ୍ରସଙ୍ଗ ହେଉଛି ଉପାସନା। ପ୍ରକୃତ ଉପାସନା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଶିକ୍ଷା ପ୍ରାପ୍ତ ମନ, ତାଙ୍କ ପ୍ରେମ ଦ୍ୱାରା ରୂପାନ୍ତରିତ ଏକ ଆତ୍ମା ଏବଂ ତାଙ୍କ ଆତ୍ମାରେ ପରିପୂର୍ଣ୍ଣ ଏକ ହୃଦୟ ଉତ୍ପନ୍ନ ହୁଏ। ତାହେଲେ ଆମେ ଏହି ଜଗତର ଅନୁରୂପ ହେବ ନାହିଁ, ବରଂ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ବଞ୍ଚିବୁ, ଯାହା ତାଙ୍କ ବାକ୍ୟରେ ମିଳିଥାଏ। ଏହା ହିଁ ଆମର ଏକମାତ୍ର ସୁରକ୍ଷା। ବନ୍ଧୁ, ଈଶ୍ୱର କେବେ ବି ଇଚ୍ଛା ବା ବିବେକକୁ ବାଧ୍ୟ କରନ୍ତି ନାହିଁ, ଏହା ମନରେ ରଖନ୍ତୁ। ଈଶ୍ୱର କେବେ ବି ଇଚ୍ଛା ବା ବିବେକକୁ ବାଧ୍ୟ କରନ୍ତି ନାହିଁ, କିନ୍ତୁ ଶୟତାନ କରନ୍ତି। ଏଥିଯୋଗୁଁ ବନ୍ଧୁ ଶ୍ରୋତା, ପରମେଶ୍ୱର ଆମମାନଙ୍କୁ ଏକ ସ୍ୱାଧୀନ ଜୀବନ, ସ୍ୱାଧୀନ ଭାବନା ଦେଇଛନ୍ତି, ଯେପରିକି ସତ୍ୟକୁ ଆମେ ଦେଖିପାରିବା, ମିଛଠାରୁ ଆମେ ଦୂରରେ ରହିପାରିବା, ଯେପରିକି ସେହି ମହାନ ସଂଘର୍ଷ ସମୟରେ ସେହି ଦିନରେ ଆମେ ଛିଡ଼ା ହେଇପାରିବା। ତାହେଲେ ଚାଲନ୍ତୁ ବନ୍ଧୁ, ପରମେଶ୍ୱରଙ୍କ ସାହାଯ୍ୟ ନେବା, ପରମେଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ ତାଙ୍କଠାରେ ଆମେ ପ୍ରାର୍ଥନା କରିବା, ଯେପରିକି ପରମେଶ୍ୱରଙ୍କ ସାହାଯ୍ୟ, ତାଙ୍କ ଆଶୀର୍ବାଦ ଆମମାନଙ୍କୁ ଉତ୍ସାହ କରିପାରିବ, ଆଉ ଯେପରିକି ଶୈତାନର ପ୍ରଲୋଭନରୁ ଆମେ ଦୂରେଇ ରହିପାରିବା। ତାହେଲେ ଚାଲନ୍ତୁ ସେହି ପ୍ରେମମୟ ଜୀବନଦାତା ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଜମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ସେହି ଶ୍ରାବସ୍କଲ ପାଠ ଦ୍ୱାରା ଆମେ ଶିକ୍ଷା ଲାଭ କଲୁ, ସେହି ପାଠ ଅନୁସାରେ ଯେପରିକି ଶୈତାନର ପ୍ରଲୋଭନରୁ, ଶୈତାନର ତାଡ଼ନାରୁ, ଶୈତାନର ଶକ୍ତିରୁ ଯେପରିକି ଆମେ ଦୂରେ ରହିପାରିବୁ, ସେଥିପାଇଁ ଆମମାନଙ୍କୁ ସେହି ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ତୁମର ସେହି ଶକ୍ତି, ଜ୍ଞାନ ଆମମାନଙ୍କୁ ପ୍ରଦାନ କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।